ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ମୁଁ ବିଶ୍ୱାସ କରୁଅଛି ଆପଣମାନେ ସମସ୍ତେ ଭଲ ଅଛନ୍ତି ଆଉ ପ୍ରଭୁଙ୍କ ଦୟାରୁ ଆମେ ମଧ୍ୟ ଭଲ ଅଛୁ। ଆଉ ସମସ୍ତଙ୍କୁ ଧନ୍ୟବାଦ। ଆପଣମାନେ ଆଜି ଯେଉଁ ବିଷୟମାନ ଘଟୁଅଛି ଓଡ଼ିଶାରେ ହେଉ, ଭାରତରେ ହେଉ ଆଉ କନ୍ଧମାଳରେ ବି ହେଉ, ଆପଣମାନେ ଦେଖୁଥିବେ କେବଳ ଧର୍ମ ବିଷୟରେ ଆଉ ଧର୍ମକୁ ନେଇକି ଆଜି ରାଜନୀତି ହେଉଛି। ଯେତେବେଳେ ଆମେ ଦେଖୁଛୁ ଜଣେ ମନୁଷ୍ୟକୁ ଆମେ କେତେବେଳେ ତାଙ୍କର ଗୌରବ କରିବା ବା ତାଙ୍କ ପ୍ରତିମୂର୍ତ୍ତିକୁ ଆମେ ସ୍ମରଣ କରିବା ଯେତେବେଳେ ତାଙ୍କର କିଛି ଅବଦାନ ଥିବ। ସେହି ଅବଦାନ ଏମିତି ହେବା ଦରକାର ଯେଉଁଟାକି ସବୁ ମନୁଷ୍ୟ ପାଇଁ ଉପଯୁକ୍ତ ହୋଇଥିବା ଦରକାର। କେବଳ ଗୋଟେ ପାର୍ଟିକୁଲାର ପିପୁଲ୍ ପାଇଁ ନୁହେଁ କିମ୍ବା ପାର୍ଟିକୁଲାର ଗୋଟେ ଗ୍ରୁପ୍ ଅଫ୍ ପିପୁଲ୍ ପାଇଁ ନୁହେଁ, କିନ୍ତୁ ସମସ୍ତଙ୍କ ପାଇଁ ଉପକାରୀ ହୋଇଥିବା ଦରକାର। ଆଜି ଆମେ ଦେଖୁଛୁ ଆଜି ରାଜନୀତିରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେଉ ବା ଶିକ୍ଷାମନ୍ତ୍ରୀ ହେଉ ବା ଯେଉଁ ବି ମନ୍ତ୍ରୀଗଣ ଆଜି ସେମାନେ ସମସ୍ତେ ଭ୍ରଷ୍ଟ ହେଲା ପରେ ହୋଇଯାଇଛନ୍ତି। ସେମାନେ କେବଳ ଗୋଟେ ପାର୍ଟିକୁଲାର ପିପୁଲ୍ ବା ଅଡ଼ିଏନ୍ସ ବା ଗ୍ରୁପ୍କୁ ଇମ୍ପୋର୍ଟାଣ୍ଟ ଦେଉଛନ୍ତି। ସେଥିପାଇଁ ମୁଁ ଅନୁରୋଧ କରିବାକୁ ଚାହୁଁଛି ଆପଣମାନଙ୍କୁ ସମସ୍ତଙ୍କୁ, ଆପଣମାନେ ଜନତାର ସେବା କରୁଛନ୍ତି ନା ଜନତାକୁ ଆପଣମାନେ ରୁଲ୍ କରୁଛନ୍ତି? ଆପଣଙ୍କୁ ଜନତା ବାଛିଛନ୍ତି ନା ଆପଣ ଜନତାଙ୍କୁ ବାଛିଛନ୍ତି? ଜନତା ଆପଣଙ୍କୁ ବାଛିଛନ୍ତି ଏକଥା ଭୁଲନ୍ତୁ ନାହିଁ। ତ କେବଳ ପାର୍ଟିକୁଲାର ପିପୁଲ୍ମାନଙ୍କୁ ଖୁସି କରିବା ପାଇଁ ଆଜି ଯଦି କନ୍ଧମାଳରେ ଯେଉଁଟା ହସ୍ପିଟାଲକୁ ନେଇକି ଯେଉଁ ରାଜନୀତି ଚାଲିଛି, ଏହା ଉଚିତ ବିଷୟ ନୁହେଁ। ଆଜି ଆମେ ଯଦି ଚିନ୍ତା କରିବା ଲୋକମାନେ ଯେଉଁମାନ ବିଷୟ ଆଲୋଚନା କରୁଛନ୍ତି ସେ ବିଷୟକୁ ନେଇକି ଝଗଡ଼ା ହେଉଛନ୍ତି। We should not give importance to a particular people as a leader of a state or country or anywhere else. The leaders of Odisha, I want you to be a leaders to serve people, not only to a particular group of people but to everyone, because everyone has chosen you to be a leader for them, to serve them, not to rule over them but to serve them. So you must not forget these things. If you think that by removing Christianity in Odisha you will be peace, I don't think so, because everyone one day they are going to die, whether you are or me or anyone else, everyone one day they are going to die. ଆଜି ଯଦି ଆମେ ଚିନ୍ତା କରିବା ଯେଉଁମାନେ ବି କହୁଛନ୍ତି କନ୍ଧମାଳରୁ ଚର୍ଚ୍ଚ ମୁକ୍ତ କରିବା, ଓଡ଼ିଶାକୁ ଚର୍ଚ୍ଚ ମୁକ୍ତ କରିବା, ୟୁ କ୍ୟାନ୍ ଟ୍ରାଏ ଇଟ୍। ହଁ, ତୁମେ କରିପାର, ବଟ୍ ଆପଣ ବି ତ ସାରା ଜୀବନ ବା ଅମର ହେଇକି ବଞ୍ଚିବେନି ଏ ପୃଥିବୀରେ। ସମସ୍ତେ ମରିବେ, ଆପଣ ମରିବେ, ମୁଁ ମରିବି, ସମସ୍ତଙ୍କର ମୃତ୍ୟୁ ସୁନିଶ୍ଚିତ। ଆପଣ ଚର୍ଚ୍ଚ ଭାଙ୍ଗିକି ଅମର ହେଇଯିବେ ଏଇଟା କେବେ ବି ସମ୍ଭବ ହେବ ନାହିଁ। ଆଉ ଯଦି ଗୋଟେ ବିଷୟ କହିବି, ଆଜି ଭାରତର ଲୋକମାନେ ରାମ ରାଜ୍ୟକୁ ଗଠନ କରିବାକୁ ଚାହୁଁଛନ୍ତି। ଦ ଷ୍ଟେଟ୍ ଅଫ୍ ରାମ, ରାମ ରାଜ୍ୟ ଏମିତି ରାଜ୍ୟ ଯେଉଁଠି ଶାନ୍ତି, ମୈତ୍ରୀ, ପ୍ରୀତି ଆଉ ସବୁବେଳେ କେବଳ ଶାନ୍ତିର ଘଣ୍ଟି ବାଜୁଥିବ, ତାହା ରାମ ରାଜ୍ୟ। ଏମିତି ଖଣ୍ଡା ଆଉ ଲୋକମାନଙ୍କୁ ଡରେଇକି ଅନ୍ୟ ଧର୍ମ ଲୋକମାନଙ୍କୁ ବାଡ଼େଇକି ଏମିତିରେ ରାମ ରାଜ୍ୟ ଗଠନ ହୋଇନଥିଲା। ରାମ ରାଜ୍ୟ 14 ବର୍ଷର ବନବାସରେ ଶାନ୍ତି ପ୍ରିୟତାରେ ଶାନ୍ତି ସ୍ଥାପନ ଦ୍ୱାରା ରାମ ରାଜ୍ୟ ଗଠନ ହୋଇଥିଲା, ଏମିତି ଝଗଡ଼ା କରିବା ଦ୍ୱାରା ନୁହେଁ। ଆପଣମାନଙ୍କୁ ଅନୁରୋଧ କରୁଛି, ବିଶେଷ କରି ଯେଉଁ ଭାଇମାନେ ବା ଭଉଣୀମାନେ ବାବାମାନେ ଦାୟିତ୍ୱରେ ଅଛନ୍ତି, ବୁଝନ୍ତୁ, ମନୁଷ୍ୟ ମାନବିକତାକୁ ବୁଝନ୍ତୁ ଆଉ କାର୍ଯ୍ୟ କରନ୍ତୁ। କାରଣ ଆପଣ ବି ପୃଥିବୀରୁ ଗୋଟେ ଦିନ ଲୋପ ପାଇବେ, ସମସ୍ତେ, ଜଣେ ବି ବଞ୍ଚିବେ ନାହିଁ। ଧନ୍ୟବାଦ।